ଦେଖ ଭାଇ VS6 ଗାଡ଼ି ତେଜା ଗାଡ଼ି GS4 ତିଆରି ହେଉଛି। ଇଞ୍ଜିନ୍ ସେଠେଇ ଥୁଆ ହେଇଛି। ତେଜା ଗାଡ଼ି VS6 VS3 ତିଆରି ହେଉଛି। ବର୍ତ୍ତମାନ ଖୋଲା ହେଇଯାଇଛି ସବୁ, ଖାଲି ଡାଉନ୍ ହେବ, ଇଞ୍ଜିନ୍ ଚଢ଼ିବ, କେବୁଲ୍ ଲାଇନ୍ ଲାଗିବ। ତେଜା ଗାଡ଼ି ତମେ କାହିଁ ଯେତେବେଳେ ଆଇଲେ ମତେ ଭାରି କଥା ତ ବ୍ୟବହାର ଭଲ। ହେଲେ ଭାଇ କ'ଣ କାମ ଚାଲିଛି? ହେଲେ କ'ଣ ତେଜା ଗାଡ଼ିଟା ବୋଧେ ନା? ତେଜା ଏଇଟା VS6 VS3 ତିଆରି ହେଉଛି। V6ଟା VS3ରେ ହେବ ନାଇଁ କି? ଆଉ ଆଲଫା ଗାଡ଼ି ପୂର୍ବରୁ ଗୋଟେ ଲୋକେସନ୍ ଦିଆହେଇଥିଲା 8 ନମ୍ବର ସିପାହୀ କଲୋନୀ ସାମ୍ନାରେ ଆମ ଗ୍ୟାରେଜ। ସେ VS6ଟା ଆଲଫା ଗାଡ଼ି VS3 କରାଇ ଦିଆହେଇଛି। ସେ ଠିକ୍ ଚାଲିଛି। ହେଲେ ସେ ଗାଡ଼ିଟା ଏବେ ଠିକ୍ ଠାକ୍ ଚାଲିଛି? ହଁ, ସେ ପ୍ରୋବ୍ଲେମ୍ ନାହିଁ, ସେଥିପାଇଁ ଠିକ୍ ଚାଲିଲା ସକାଶେ ଏବେ ତେଜା ଗାଡ଼ି ଗୋଟେ ଆଇଛି VS6, ଏଇଟାକୁ VS3 କରାହେଉଛି। ଖୋଲାଖୋଲି ସରିଲାଣି, ଖାଲି ଇଞ୍ଜିନ୍ ବାହାରିବ, ସେ ଇଞ୍ଜିନ୍ ଚଢ଼ିଛି, କେବୁଲ୍ ଲାଇନ୍ ସବୁ ଚେଞ୍ଜ ଚାଞ୍ଜ ହେବ। ହେଲେ ଏଇ ଗାଡ଼ିଟା ବି V3 ହେବ? ହଁ, ଏଇଟା ବି VS3 ହେବ। VS3 ହେବ। ଏଇଟା V6 ଗାଡ଼ିଟା ନାଇଁ କି? ଆଜ୍ଞା। ଏଇଟା ସିପାହୀ କଲୋନୀ ସାମ୍ନା 8 ନମ୍ବର। ଆଉ CRPରୁ କଲ୍ୟାଣୀ ମଣ୍ଡପ ଯିବାର ରୋଡ଼ଟା ଆଉ ବାଁ ପଟେ ପଡ଼ୁଛି ଆଉ। ବର୍ତ୍ତମାନ ଇଞ୍ଜିନ୍ଟା ଖୋଲା ହେଇଛି ନାଇଁ କି? ଖୋଲା ସରିଲାଣି, ଖାଲି ଡାଉନ୍ ହେବ। ଆଉ ବର୍ତ୍ତମାନଟା ସଜାଡ଼ି ହେବ। ଆଉ ଏ ଗାଡ଼ିଟା ହେଉଛି VS6 ତେଜା ଗାଡ଼ିଟା। ଆଉ ବର୍ତ୍ତମାନ ଏଇଟା V3 ହେବ, VS3। ଆଉ ଗୋଟେ ଆଲଫା ଗାଡ଼ିଟା ବି VS6 ମଡ଼େଲ୍ ଥିଲା, ସେଇଟା VS3 ମଡ଼େଲ୍ଟା କରାହେଇଛି ନାଇଁ କି ଭାଇ? କାଇଁ ଭାଇ ଟିକେ ଅନ ଟିକେ। ହଁ, ଠିକ୍ ଅଛି।